आपण माने जानिछन्ते कि गाई सेवा करिबा द्वारा शरीर पवित्र होइଥାଏ, आत्मा भी पवित्र होइଥାଏ एवं भगवान श्रीकृष्ण भी ସେହି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି। ଆଉ ଯଦି ଆପଣ ଗାଈର ପରିକ୍ରମା କରିଥାନ୍ତି ତ ଗାଈର ପରିକ୍ରମା କରିବା ଦ୍ୱାରା 1000 ଗୁଣା ଫଳ ମିଳେ। ଯଦି ଆପଣଙ୍କ ଘରେ ବିବାହ ଯୋଗ୍ୟ କନ୍ୟା ରହିଥାଏ କିନ୍ତୁ ସେହି କନ୍ୟାର ବିବାହ ହୋଇପାରୁନଥାଏ ତ ଆପଣଙ୍କର ସବୁ ପୁଣ୍ୟ ନଷ୍ଟ ହୋଇଯାଇଥାଏ। ଯଦି କୌଣସି ବ୍ୟକ୍ତି ଗାଈ ପାଳିଥାନ୍ତି ଆଉ ସେହି ଗାଈ ସବୁବେଳେ ଭୋକିଲା ଶୋଷିଲା ବନ୍ଦୀ ହୋଇକି ରହିଥାଏ, ସବୁବେଳେ ଖାଲି ପେଟରେ ରହିଥାଏ ତ ଆପଣଙ୍କର ସବୁ ସୁକୃତ ନଷ୍ଟ ହୋଇଯାଏ। ତ ଯେଉଁ ଘରେ ପ୍ରତିଦିନ ଭୋଜନ ତିଆରି ହେଇଥାଏ ଆଉ ସେହି ଭୋଜନକୁ ଆଗ ଘର ଲୋକ ନ ଖାଇ ପ୍ରଥମ ଭୋଜନ ମାନେ ପ୍ରଥମ ରୁଟି ଯଦି ଗାଈ ପାଇଁ କାଢି ଦେଇଥାନ୍ତି କିମ୍ବା ଗାଈ ପାଇଁ ରଖିଥାନ୍ତି ତ ସେହି ଘରେ କୌଣସି ବି ସଦସ୍ୟଙ୍କର ଦୁର୍ଗତି ନଷ୍ଟ ହୋଇନଥାଏ। ଆଉ ଯେଉଁ ଲୋକ ଗାଈ କ୍ଷୀର ଦେଉନାହିଁ ବୋଲି ଗାଈକୁ ମାରିଥାନ୍ତି, ଗାଈକୁ ଇଞ୍ଜେକ୍ସନ ଦେଇଥାନ୍ତି ଅଧିକ କ୍ଷୀର ଦେବା ପାଇଁ, ସେହି ବ୍ୟକ୍ତିକୁ ଧର୍ମରାଜ ତାଙ୍କ ନର୍କକୁ ନେଇ ତାଙ୍କ ଦୂତମାନଙ୍କୁ ଆଦେଶ ଦେଇଥାନ୍ତି ସେହି ବ୍ୟକ୍ତିର ଅଳ୍ପ ଅଳ୍ପ କରି ହାତ କାଟିଦେବା ପାଇଁ। ଯେଉଁ ହାତରେ ଗାଈକୁ ମାରିଥିଲା ତାର ସେହି ହାତକୁ ଅଳ୍ପ ଅଳ୍ପ କରି କାଟିବା ପାଇଁ ଆଦେଶ ଦେଇଥାନ୍ତି। ଯେଉଁ ବ୍ୟକ୍ତି ଗାଈର ଶରୀରକୁ ସ୍ନାନ କରାଇଥାନ୍ତି, ଗାଈକୁ କୀଟ ପତଙ୍ଗ ମଶା ମାଛିଙ୍କ ଠାରୁ ରକ୍ଷା କରାଇଥାନ୍ତି। କେବଳ ଗାଈ କ୍ଷୀର ଦେବା ପାଇଁ ଲୋଭରେ ନୁହେଁ ବରଂ ମନରେ ଗୋ ସେବା କରି ଗାଈର ସେବା କରିଥାନ୍ତି, ତାଙ୍କର ପୂର୍ବ ପୁରୁଷ ବି ତାଙ୍କ ପିତୃ ଲୋକ ବହୁତ ଖୁସି ହୋଇଥାନ୍ତି ଏବଂ ଗାଈ ଦ୍ୱାରା ଆଶୀର୍ବାଦ କରିଥାନ୍ତି। ଆଉ ଗୋ ସେବା ଆମ ସନାତନ ଧର୍ମରେ ବହୁତ ବଡ଼ ଧର୍ମ କାର୍ଯ୍ୟ ହୋଇଥାଏ। ଆଉ ଗୋ ସେବା ପାଇଁ ଯେଉଁ ପଇସା ଆସିଥାଏ, ମନେକର ଗୋଶାଳାରେ ଅନେକ ଗାଈ ରହିଥାନ୍ତି ଆଉ ସେହି ଗୋଶାଳାକୁ ବହୁତ ଧର୍ମପରାୟଣ ଲୋକ ପଇସା ଗୋ ସେବାରେ ଲଗାଇବା ପାଇଁ ଦେଇଥାନ୍ତି। ଯଦି ସେହି ପଇସାକୁ ଗୋ ସେବାରେ ନ ଲଗାଇ ନିଜେ ନିଜର ଲାଇଫ ମେଣ୍ଟେନ କରିଥାନ୍ତି, ଗାଡି ଘୋଡା ଘର ନାନା ପ୍ରକାରର ସାଂସାରିକ ଭୋଗ କରିଥାନ୍ତି ତ ମନେ ରଖନ୍ତୁ ଗୋ ସେବାର ଧନ କେବଳ ଆଉ କେବଳ ଗୋ ସେବାରେ ଲଗାଇବା ଉଚିତ। ଯିଏ ଗୋ ସେବାର ଧନକୁ ନିଜେ ଖର୍ଚ୍ଚ କରିଥାନ୍ତି ତ ତାଙ୍କ ପିତୃ ନର୍କକୁ ଯାଇଥାନ୍ତି। ଆପଣ ଯେତେ ପାରିବେ ଗୋ ସେବା କରନ୍ତୁ। ଯେତେବେଳେ ବି ଭୋଜନ ପାଇଁ ରୁଟି ବନାଉଛନ୍ତି ତ ପ୍ରଥମ ରୁଟି ଗାଈ ପାଇଁ କାଢି ଦିଅନ୍ତୁ। ରାସ୍ତାରେ ଆଖପାଖରେ ଯେଉଁଠି ବି ଗାଈ ଦେଖୁଛନ୍ତି ସେହି ରୁଟିକୁ ନେଇ ଗାଈକୁ ଖୁଆଇ ଦିଅନ୍ତୁ। ମନେ ରଖନ୍ତୁ ଖାଲି ରୁଟି କେବେ ବି ଗାଈକୁ ଦେବେ ନାହିଁ, କିଛି ଅଳ୍ପ ଟିକେ ଗୁଡ଼ ରଖିକି ଦେବେ, ନାହିଁ ତ ଯଦି କିଛି ବି ନାହିଁ ଗୋଟିଏ ଟୋପା ସେହି ରୁଟି ଉପରେ ହଳଦୀ ଲଗାଇକି ଗାଈକୁ ଖୁଆଇଦେବେ। କମ୍ ସେ କମ୍ ଧର୍ମର ପାଳନ ହେବ। ଗୋ ସେବା ହେଉଛି ଚଳାଚଳ ଜଗତର ସେବା, ଭଗବାନଙ୍କର ସେବା ହୋଇଥାଏ। ଭିଡ଼ିଓଟା ଗୋଟେ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ଲେଖନ୍ତୁ ଏବଂ ଆମର ଏହି ଚ୍ୟାନେଲକୁ ଜରୁର